हाय हेलो नमस्कार जय जगन्नाथ। तो फ्रेंड आशा करुँच आपने समस्ते भलରେ ଥିବେ ଏବଂ ଆପଣଙ୍କର ପ୍ରିପାରେସନ୍କୁ ମଧ୍ୟ ଜୋରଦାର ଆଗକୁ ବଢ଼ାଇ ଚାଲିଥିବେ। ତ ଫ୍ରେଣ୍ଡ ଯେଉଁମାନେ ବି ଫ୍ରେଣ୍ଡ ଆପଣଙ୍କର ବ୍ୟାଙ୍କରେ ଫ୍ରେଣ୍ଡ ଆପଣଙ୍କର ନିଯୁକ୍ତି ପାଇବା ପାଇଁ ଚାହୁଁଥାନ୍ତି ତାହେଲେ ଫ୍ରେଣ୍ଡ ସେମାନଙ୍କ ପାଇଁ ଏକ ବହୁତ ବଡ଼ ଆପଣଙ୍କର ବହୁତ ଭଲ ନିଯୁକ୍ତିଟି ଆପଣଙ୍କର ରହିଅଛି। ତ ଫ୍ରେଣ୍ଡ ଯେଉଁଟାକି ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଆପଣଙ୍କର ଏହି ନିଯୁକ୍ତିଟି ରହିଅଛି। ତ କେଉଁ ପୋଷ୍ଟ ଦେଖନ୍ତୁ ଆପଣଙ୍କର ଜୁନିୟର ଆସୋସିଏଟ୍। ତ ଫ୍ରେଣ୍ଡସ୍ କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ এই ନିଯୁକ୍ତି ପାଇଁ ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଆପଣଙ୍କର ନିଯୁକ୍ତିଟି ବାହାରି ଅଛି। ତ ଫ୍ରେଣ୍ଡ ଆଜିର ଭିଡ଼ିଓରେ ଆମେ এই ଜବ୍ ରିଲେଟେଡ୍ ପୁରା କମ୍ପ୍ଲିଟ୍ ଡିଟେଲ୍ ଇନଫର୍ମେସନ୍ କହିବା। ଏଥିପାଇଁ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ କେତେ ହେଉଥିଲେ ଆବେଦନ କରିପାରିବେ ଏବଂ ଆପଣଙ୍କର କେତେ ଏଜ୍ ହେଉଥିଲେ ଆବେଦନ କରିପାରିବେ ଏବଂ ଆପଣଙ୍କର ଟୋଟାଲ୍ ଏ ରୁ ଜେଡ୍ କମ୍ପ୍ଲିଟ୍ ଡିଟେଲ୍ ଇନଫର୍ମେସନ୍ ଆଜିର এই ଗୋଟେ ଭିଡ଼ିଓ ଆପଣମାନେ ପାଇପାରିବେ। ତେଣୁ ଭିଡ଼ିଓଟିକୁ ଆପଣମାନେ ନିଶ୍ଚିତ ଭାବରେ ଶେଷ ଯାଏଁ ଦେଖିବେ। ତାପରେ ଦେଖନ୍ତୁ ଏଥିରେ ଆପଣଙ୍କର ଏଇଟା ଆପଣଙ୍କର ଅଲ୍ ଇଣ୍ଡିଆ ଭ୍ୟାକେନ୍ସି ଯେହେତୁ ରହିଅଛି ତ ଫ୍ରେଣ୍ଡ ବହୁତ ସାରା ଷ୍ଟେଟ୍ ପାଇଁ ଆପଣଙ୍କର ଅଲଗା ଅଲଗା ଆପଣଙ୍କର ନିଯୁକ୍ତିଟି ରହିଛି। ଏଠାରେ ଆପଣମାନଙ୍କର ବହୁତ ସାରା ଷ୍ଟେଟ୍ ଦେଖିପାରୁଥିବେ। ତାପରେ ମୁଁ ଆପଣଙ୍କର ଓଡ଼ିଶା କଥା କହିଦେଉଛି। ଓଡ଼ିଶାରେ ଆପଣଙ୍କର ଟୋଟାଲ୍ 111ଟି ଆପଣଙ୍କର ଏହି ପଦବୀ ପାଇଁ ଆପଣଙ୍କର ନିଯୁକ୍ତିଟି ଆପଣଙ୍କର ରହିଅଛି। ତାପରେ ଯାହା ଯାହା ଇମ୍ପୋର୍ଟାଣ୍ଟ ରହିଅଛି ତ ସେ ସବୁ ଆଜିର ଭିଡ଼ିଓ ମୁଁ ଆପଣମାନଙ୍କୁ ଜଣାଇଦେବି। ତ ଫ୍ରେଣ୍ଡ ଦେଖନ୍ତୁ ଏଥିପାଇଁ ଏଜ୍ ଲିମିଟ୍ କେତେ ଏଜ୍ ହେଉଥିଲେ ଆପଣମାନେ ଆବେଦନ କରିପାରିବେ ଦେଖନ୍ତୁ। ତ ଫ୍ରେଣ୍ଡ ଏଥିପାଇଁ ଆପଣଙ୍କର ମିନିମମ୍ ଏଜ୍ଟି ଯଦି 20 ବର୍ଷ ହେଉଥାଏ ତାହେଲେ ଆପଣମାନେ ଆବେଦନ କରିପାରିବେ ଏବଂ ମାକ୍ସିମମ୍ ଏଜ୍ ଆପଣଙ୍କର 28 ବର୍ଷ। ତାମାନେ ଫ୍ରେଣ୍ଡ ଯଦି ଆପଣଙ୍କର ଏଜ୍ଟି 20 ବର୍ଷରୁ 28 ବର୍ଷ ମଧ୍ୟରେ ହେଉଥାଏ ତାହେଲେ ଫ୍ରେଣ୍ଡସ୍ ଆପଣମାନେ ଏହାକୁ ନିଶ୍ଚିତ ଭାବରେ ଆବେଦନ କରିପାରିବେ। ଏବଂ ଏଥିରେ କିଛି ବର୍ଷ ଏଜ୍ ରିଲାକ୍ସେସନ୍ ମଧ୍ୟ ରହୁଅଛି। ତ ଯଦି ଆପଣମାନେ ଓବିସି କାଟାଗୋରୀ ବିଲଙ୍ଗସ୍ କରୁଥାନ୍ତି ତାହେଲେ ଏଥିପାଇଁ ଆପଣଙ୍କର ଅତିରିକ୍ତ 3 ବର୍ଷର ଏଜ୍ ରିଲାକ୍ସେସନ୍ ରହୁଅଛି ଏବଂ ଯଦି ଆପଣମାନେ ଏସ୍ଟି କିମ୍ବା ଏସ୍ସି ତାହେଲେ ଆପଣଙ୍କର 5 ବର୍ଷର ଏଜ୍ ରିଲାକ୍ସେସନ୍ ରହୁଛି ଏବଂ ଯଦି ଆପଣମାନେ PWBD OBC ତାହେଲେ ଆପଣଙ୍କର 13 ବର୍ଷର ଏଜ୍ ରିଲାକ୍ସେସନ୍ ରହୁଛି ଏବଂ ଯଦି ଆପଣମାନେ ST SC ହ୍ୟାଣ୍ଡିକ୍ୟାପ୍ ତାହେଲେ ଆପଣଙ୍କର 15 ବର୍ଷର ଆପଣଙ୍କର ଏଥିରେ ଏଜ୍ ରିଲାକ୍ସେସନ୍ ରହୁଛି ଫ୍ରେଣ୍ଡସ୍। ନେକ୍ସଟ ଫ୍ରେଣ୍ଡ ଦେଖନ୍ତୁ ଆମେ ଯଦି ଏହାର ସିଲେକ୍ସନ୍ ପ୍ରୋସେସ୍ କଥା ଯଦି ଆମେ ଦେଖିବା ତାହେଲେ ଫ୍ରେଣ୍ଡ ଏଥିରେ ଆପଣଙ୍କର ପ୍ରଥମେ ଆପଣଙ୍କର କ'ଣ ଲେଖା ଅଛି ଦେଖନ୍ତୁ। ପ୍ରଥମେ ଆପଣଙ୍କ ପ୍ରିଲିମିନାରୀ ଏକ୍ଜାମିନେସନ୍ଟି ହେବ ଏବଂ ତାପରେ ଆପଣଙ୍କର ଫ୍ରେଣ୍ଡସ୍ ମେନ୍ସ ଏକ୍ଜାମ୍ଟି ହେବ। ତ ଫ୍ରେଣ୍ଡ ପ୍ରିଲିମିନାରୀ ଏକ୍ଜାମ୍ର କ'ଣର ଏକ୍ଜାମ୍ ହେବ ଦେଖନ୍ତୁ। ଇଂଲିଶ ଲାଙ୍ଗୁଏଜ୍ର ଆପଣଙ୍କର 30ଟି କ୍ୱେଶ୍ଚନ୍ ଆସିବ 30 ମାର୍କର। ସମୟ ଆପଣଙ୍କର ଏଥିରେ 20 ମିନିଟ୍ ରହିଛି ଏବଂ ନ୍ୟୁମେରିକାଲ୍ ଏବିଲିଟିର 35ଟି କ୍ୱେଶ୍ଚନ୍ ଆସିବ 35 ମାର୍କର। ସମୟ ଆପଣଙ୍କର 20 ମିନିଟ୍ ରହୁଛି ଏବଂ ରିଜନିଂ ଏବିଲିଟିର ଆପଣଙ୍କର 35ଟି କ୍ୱେଶ୍ଚନ୍ ଆସିବ 35 ମାର୍କର 20 ମିନିଟ୍ର ସମୟ ରହୁଛି। ତ ଏଇଭଳି ଆପଣଙ୍କ ଟୋଟାଲ୍ ପ୍ରିଲିମିନାରୀ ଏକ୍ଜାମ୍ରେ 100ଟି ଆପଣଙ୍କର କ୍ୱେଶ୍ଚନ୍ 100 ମାର୍କର ଏବଂ ଘଣ୍ଟେ ଟାଇମ୍। ତ ଫ୍ରେଣ୍ଡ 60 ମିନିଟ୍ରେ ଆପଣଙ୍କୁ 100ଟି କ୍ୱେଶ୍ଚନ୍ ଆଟେଣ୍ଡ କରିବା ପାଇଁ ରହୁଛି ଏବଂ ଫ୍ରେଣ୍ଡ ଦେଖନ୍ତୁ 1/4 ଅଫ୍ ମାର୍କ ଆସାଇନ୍। ତ ଫ୍ରେଣ୍ଡ ଏଥିରେ ଦେଖନ୍ତୁ ଆପଣଙ୍କର ନେଗେଟିଭ୍ ମାର୍କିଂ ମଧ୍ୟ ରହୁଅଛି। ତେଣୁ ଆପଣମାନେ ଧ୍ୟାନ ଦେଇକି ଦେଖିବେ। ତ ଯଦି ଫ୍ରେଣ୍ଡ ଆପଣମାନେ 4ଟି ଆପଣମାନେ ଭୁଲ କରିଦେଇଥାନ୍ତି ତାହେଲେ ଫ୍ରେଣ୍ଡ ଆପଣଙ୍କର ଗୋଟେ ଠିକ୍ରୁ ଆପଣଙ୍କର ଗୋଟେ ମାର୍କ ଆପଣଙ୍କର କମିଯିବ ଫ୍ରେଣ୍ଡସ୍। ତ ଫ୍ରେଣ୍ଡସ୍ ତେଣୁ ଧ୍ୟାନରେ ଦେଖିକି ଆପଣମାନେ ଏକ୍ଜାମିନେସନ୍ଟି ଦେବେ। ନେକ୍ସଟ ଦେଖନ୍ତୁ ଆପଣଙ୍କର ମେନ୍ ଏକ୍ଜାମିନେସନ୍। ତ ମେନ୍ ଏକ୍ଜାମିନେସନ୍ରେ କ'ଣ ଏକ୍ଜାମ୍ ଅଛି ଦେଖନ୍ତୁ। ଜେନେରାଲ୍ ବା ଫାଇନାନ୍ସିଆଲ୍ ଆୱାରନେସ୍ର ଆପଣଙ୍କର 50ଟି କ୍ୱେଶ୍ଚନ୍ ରହିଛି 50 ମାର୍କର 35 ମିନିଟ୍ ଆପଣଙ୍କୁ ସମୟ ଦିଆଯିବ ଏବଂ ଜେନେରାଲ୍ ଇଂଲିଶର ଆପଣଙ୍କର 40ଟି କ୍ୱେଶ୍ଚନ୍ ରହୁଛି 40 ମାର୍କର 35 ମିନିଟ୍ ଆପଣଙ୍କୁ ସମୟ ମିଳିବ ଏବଂ ଦେଖନ୍ତୁ କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ଼୍ ଆପଣଙ୍କ 50ଟି କ୍ୱେଶ୍ଚନ୍ ଆସିବ 50 ମାର୍କର ଏବଂ ସମୟ ଆପଣଙ୍କୁ 45 ମିନିଟ୍ ମିଳିବ ଏବଂ ନେକ୍ସଟ ଦେଖନ୍ତୁ ରିଜନିଂ ଆବିଲିଟି ଆଣ୍ଡ କମ୍ପ୍ୟୁଟର ଆପ୍ଟିଚ୍ୟୁଡ଼୍। ଏଥିରେ ଆପଣଙ୍କର 50ଟି କ୍ୱେଶ୍ଚନ୍ 50 ମାର୍କର ଏବଂ ଆପଣଙ୍କର ଟାଇମ୍ ହେଉଛି ଆପଣଙ୍କର 45 ମିନିଟ୍ ଆପଣଙ୍କୁ ସମୟ ଏଥିରେ ମିଳିବ। ତ ଯଦି ଆମେ ଦେଖିବା ଆପଣଙ୍କର ମେନ୍ ଏକ୍ଜାମିନେସନ୍ ଆପଣଙ୍କର 190ଟି ଆପଣଙ୍କର କ୍ୱେଶ୍ଚନ୍ ରହିବ 200 ମାର୍କର ଏବଂ ସମୟ ଆପଣଙ୍କର 2 ଘଣ୍ଟା 40 ମିନିଟ୍ ଆପଣଙ୍କର ସମୟ ଆପଣଙ୍କର ରହୁଛି। 2 ଘଣ୍ଟା 40 ମାନେ ଫ୍ରେଣ୍ଡ କେତେ 2 ଘଣ୍ଟା 120 ଏଠି 40 160 ମିନିଟ୍ ଆପଣଙ୍କର ସମୟ ମିଳୁଛି 200 କ୍ୱେଶ୍ଚନ୍ ଆଟେଣ୍ଡ କରିବା ପାଇଁ ଫ୍ରେଣ୍ଡସ୍। ଏବଂ ଫ୍ରେଣ୍ଡସ୍ ଦେଖନ୍ତୁ ଆପଣଙ୍କର ଏଥିରେ ସାଲାରୀଟି କେତେ କ'ଣ ମିଳିବ ଦେଖନ୍ତୁ। ତ ଫ୍ରେଣ୍ଡ ଆପଣଙ୍କର ବେସିକ୍ ସାଲାରୀ ଆପଣଙ୍କର ରହିବ 26,730 ଟଙ୍କାରୁ ନେଇକି ଆପଣଙ୍କର 2,40,050 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କର ଏଥିରେ ସାଲାରୀଟି ଆପଣଙ୍କର ରହିଅଛି। ସାଲାରୀଟି ଫ୍ରେଣ୍ଡ ଆପଣଙ୍କର ବହୁତ ହି ଭଲ କହିବା ପାଇଁ ଗଲେ ଚଳିବ ଫ୍ରେଣ୍ଡସ୍। ସାଲାରୀ ଆପଣଙ୍କର ଠିକ୍ ଠାକ୍ ଆପଣଙ୍କର ରହୁଛି। ତାପରେ ଦେଖନ୍ତୁ ଆପଣଙ୍କର ଆପ୍ଲିକେସନ୍ ଫି ଆପଣଙ୍କର କାହାକୁ କେତେ ଦେବା ପାଇଁ ପଡ଼ିବ ଆବେଦନ ବେଳେ ଦେଖନ୍ତୁ। ଯଦି ଆପଣମାନେ ST SC ହ୍ୟାଣ୍ଡିକ୍ୟାପ୍ XS କିମ୍ବା DSS ତାହେଲେ ଫ୍ରେଣ୍ଡ ଆପଣମାନଙ୍କୁ ଏଥିରେ ସମ୍ପୂର୍ଣ୍ଣ ମାଗଣାରେ ଆପଣମାନେ ଏହି ଫର୍ମଟି ଆବେଦନ କରିପାରିବେ ଏବଂ ଯଦି ଆପଣମାନେ OBC କିମ୍ବା ଜେନେରାଲ୍ କ୍ୟାଟାଗୋରୀ ବିଲଙ୍ଗସ୍ କରୁଥାନ୍ତି ତାହେଲେ ଫ୍ରେଣ୍ଡ ଆପଣମାନଙ୍କୁ ଏଥିରେ 750 ଟଙ୍କା ଫ୍ରେଣ୍ଡ ଆବେଦନ ଫି ଆପଣମାନଙ୍କୁ ଏଥିରେ ଦେବା ପାଇଁ ପଡ଼ିବ। ନେକ୍ସଟ ଫ୍ରେଣ୍ଡ ଦେଖନ୍ତୁ ଆପଣଙ୍କର ଏକ୍ଜାମ୍ ସେଣ୍ଟରଟି ମଧ୍ୟ ଆପଣଙ୍କର ଏଠାରେ ଜାଣିପାରିବେ। ଆପଣଙ୍କର ଏହି ଭିତରୁ ଆପଣଙ୍କର ଯେଉଁ ଜାଗାରେ ହେଲେ ଗୋଟେ ଜାଗାରେ ଆପଣଙ୍କର ପଡ଼ିବ। ବହୁତ ସାରା ଷ୍ଟେଟ୍ର ଆପଣଙ୍କର ଏକ୍ଜାମ୍ ସେଣ୍ଟର ଗୁଡ଼ିକ ଆପଣମାନେ ଏଟା ଦେଖିପାରିବେ। ତ ମୁଁ ଓଡ଼ିଶାର କହିଦେଉଛି ଓଡ଼ିଶାର ଆପଣଙ୍କର କେଉଁ ଜାଗାରେ ଆପଣଙ୍କର ଏକ୍ଜାମ୍ ସେଣ୍ଟରଟି ପଡ଼ିପାରେ ଜାଣନ୍ତୁ। ତ ଆପଣଙ୍କର ବାଲେଶ୍ୱର ବରହମପୁର ଗଞ୍ଜାମ ଭୁବନେଶ୍ୱର କଟକ ରାଉରକେଲା ସମ୍ବଲପୁର କିମ୍ବା ଢେଙ୍କାନାଳ ଏହି ଭିତରୁ ଆପଣମାନେ ଆପଣଙ୍କର ଏକ୍ଜାମ୍ ସେଣ୍ଟର ଚୁଜ୍ କରିପାରିବେ। ଏହି ଏକ୍ଜାମ୍ ସେଣ୍ଟର ଭିତରେ ହିଁ ଆପଣଙ୍କର ଯେଉଁଠି ହେଲେ ଆପଣଙ୍କର ଏକ୍ଜାମିନେସନ୍ଟି ହେବ। ତ ଆପଣମାନେ ଏକ୍ଜାମ୍ ସେଣ୍ଟର ଚୁଜ୍ କରିଦିଅନ୍ତୁ ଫ୍ରେଣ୍ଡସ୍। ଆପଣଙ୍କର ଯେଉଁଟା ପାଖ ହେବ ଆପଣମାନେ ଚେଷ୍ଟା କରନ୍ତୁ ସେଇଟାକୁ ଆଗ ଆପଣମାନେ ଦେବା ପାଇଁ।
ତ ଫ୍ରେଣ୍ଡସ୍ ଆପଣମାନେ ତାହେଲେ କେତେରୁ କେତେ ଯାଏଁ ଆପଣମାନେ ଏହାକୁ ଆବେଦନ କରିପାରିବେ ଦେଖନ୍ତୁ ଆପଣଙ୍କର 7 ଅଗଷ୍ଟରୁ ଆପଣଙ୍କର ଆପ୍ଲାଏଟି ଷ୍ଟାର୍ଟ ହୋଇଅଛି ଏବଂ ଆପଣମାନେ 27 ଅଗଷ୍ଟ ପର୍ଯ୍ୟନ୍ତ ଆପଣମାନେ ଏହାକୁ ଫ୍ରେଣ୍ଡସ୍ ଅନଲାଇନ୍ ଆବେଦନ କରିପାରିବେ। ଡେଟ୍‌ଟି ମନେ ରଖନ୍ତୁ 7 ଅଗଷ୍ଟରୁ ଆବେଦନଟି ଷ୍ଟାର୍ଟ ହୋଇଅଛି ଏବଂ 27 ଅଗଷ୍ଟରେ ଆପଣଙ୍କର ଏହା ଲାଷ୍ଟ ଡେଟ୍ ରହିଛି। ତେଣୁ ଆପଣମାନେ ନିଶ୍ଚିତ ଭାବରେ 25-26 ଭିତରେ ହିଁ ଆପଣମାନେ ଆବେଦନ କରିବା ପାଇଁ ଟ୍ରାଏ କରନ୍ତୁ। କାରଣ ବହୁତ ଏମିତି ଆପଣଙ୍କର ବାହାରିଥାଏ ଭ୍ୟାକେନ୍ସି ଯେଉଁଥିରେ କି ଲାଷ୍ଟ ଦିନେ 2 ଦିନ ଆପଣଙ୍କର ସର୍ଭର ପ୍ରୋବ୍ଲେମ୍ ରୁହେ ଯାହାଦ୍ୱାରା କି ବହୁତ ସାରା ପିଲା ଆପଣଙ୍କର ଆବେଦନ ହିଁ କରିପାରନ୍ତି ନାହିଁ। ତେଣୁ ଆପଣମାନେ ଟ୍ରାଏ କରନ୍ତୁ ଆପଣମାନେ 20ରୁ 25 ତାରିଖ ଭିତରେ ହିଁ ଆପଣମାନେ ଏହାକୁ ଆବେଦନ ଯେମିତି କରିଦେବେ ତ ନିଶ୍ଚିତ ଭାବରେ ଆପଣମାନେ ଟ୍ରାଏ କରନ୍ତୁ। ଯେତେ ଜଲ୍ଦି ହେବ ଆପଣଙ୍କ ପାଇଁ ସେତେ ଫାଇଦାମନ୍ଦ ଆପଣମାନେ ରହିପାରିବେ। ଆଉ 2ଟି ଫ୍ରେଣ୍ଡ ଆପଣଙ୍କର ଇମ୍ପୋର୍ଟାଣ୍ଟ ରହିଛି ଚାଲନ୍ତୁ ସେଗୁଡ଼ାକ ମୁଁ ଆପଣଙ୍କର କହିଦେଉଛି। ତ ଫ୍ରେଣ୍ଡ ଯଦି ଆପଣମାନେ କେଉଁମାନେ ଏହାକୁ ଆବେଦନ କରିପାରିବେ ଦେଖନ୍ତୁ ଯଦି ଫ୍ରେଣ୍ଡ ଆପଣମାନେ ଗ୍ରାଜୁଏସନ୍ ମାନେ ଫ୍ରେଣ୍ଡ ଯଦି ଆପଣମାନେ +3ଟି ପାସ୍ କରିଛନ୍ତି ତାହେଲେ ଫ୍ରେଣ୍ଡ ଆପଣମାନେ ଏଥିରେ ଆବେଦନଟି କରିପାରିବେ। ଏବଂ ଫ୍ରେଣ୍ଡ ଆବେଦନ ବେଳେ କେଉଁ ଡକ୍ୟୁମେଣ୍ଟ ଦରକାର ହେବ ଏଠାରେ ମୁଁ ଆପଣଙ୍କ ପାଇଁ ଫ୍ରେଣ୍ଡ ନିଜେ ଲେଖିଦେଇଛି। ତ ଏଇସବୁ ଆପଣମାନେ ଟିକେ ନୋଟ୍ କରିଦିଅନ୍ତୁ। ଆବେଦନ ବେଳେ ଏଇସବୁ ଡକ୍ୟୁମେଣ୍ଟ ଧରିକି ଆପଣମାନେ ଜନସେବା କେନ୍ଦ୍ରକୁ ଯାଇକି ଆପଣମାନେ ଆବେଦନ କରିପାରିବେ କିମ୍ବା ଆପଣଙ୍କର ଘରେ ମଧ୍ୟ ଫୋନ୍ରେ ବସିକି ଆବେଦନ କରିପାରିବେ। କ'ଣ ଡକ୍ୟୁମେଣ୍ଟ ଦରକାର ଦେଖନ୍ତୁ ଆପଣଙ୍କର ଭ୍ୟାଲିଡ଼ ମୋବାଇଲ ନମ୍ବର ମାନେ ଯେଉଁ ଫୋନ୍ ନମ୍ବରଟି ଆପଣଙ୍କର ଚଲାଉଛନ୍ତି ସେଇ ନମ୍ବରଟି ଦରକାର ହେବ। ଆପଣଙ୍କର ଇମେଲ୍ ଆଇଡ଼ି ଦରକାର ହେବ, ଆଧାର କାର୍ଡ଼ ଦରକାର ହେବ, 10th ସାର୍ଟିଫିକେଟ୍ ଦରକାର ହେବ, ଗ୍ରାଜୁଏସନ୍ ସାର୍ଟିଫିକେଟ୍ ଏବଂ +2 ସାର୍ଟିଫିକେଟ୍ ମଧ୍ୟ ଦରକାର ହେବ। ତାପରେ ଦେଖନ୍ତୁ ଆପଣଙ୍କର ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଆପଣଙ୍କର ଦରକାର ହେବ ଏବଂ ଆପଣଙ୍କ ସିଗ୍ନେଚର ଦରକାର ହେବ ଏବଂ ଆପଣଙ୍କର ଲେଫ୍ଟ ହ୍ୟାଣ୍ଡର ଆପଣଙ୍କର ଥମ୍ବ ଇମ୍ପ୍ରେସନ୍ ଆପଣଙ୍କର ଦରକାର ହେବ ଏବଂ ଆପଣଙ୍କର ହ୍ୟାଣ୍ଡ ରାଇଟିଂ ଡିକ୍ଲାରେସନ୍ ଆପଣଙ୍କର ଦରକାର ହେବ। ଏତିକି ଥିଲା ଆପଣଙ୍କର ଫ୍ରେଣ୍ଡସ୍ ଏଇ ଜବ୍ ରିଲେଟେଡ୍ ପୁରା କମ୍ପ୍ଲିଟ୍ ଡିଟେଲ୍ ଇନଫର୍ମେସନ୍। ଏବଂ ଯଦି ଆପଣଙ୍କର ଏଇ ଜବ୍କୁ ନେଇକି ଯେଉଁ କୌଣସି ବି ଯଦି ଆପଣଙ୍କ ଡାଉଟ୍ ହେଉଥାଏ ତାହେଲେ ଆପଣ ନିଶ୍ଚିତ ଭାବରେ ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ପ୍ରଶ୍ନ ପଚାରିପାରିବେ। ମୁଁ ତା'ର ରିପ୍ଲାଏଟି ଆପଣଙ୍କର 100% ନିଶ୍ଚିତ ଭାବରେ ଆପଣଙ୍କର ରିପ୍ଲାଏଟି କରିବି। ତାହେଲେ ଫ୍ରେଣ୍ଡସ୍ ଦେଖା ହେବ ଆଉ ଗୋଟେ ଭିଡ଼ିଓରେ ସେ ଯାଏଁ ଆମେ ରହିବା। ଜୟ ଜଗନ୍ନାଥ, ବନ୍ଦେ ମାତରମ୍। ଏବଂ ଯଦି ଏଇଭଳି ଆପଣମାନେ ଲାଟେଷ୍ଟ ଜବ୍ ଅପଡ଼େଟ୍ ଜାଣିବା ପାଇଁ ଚାହୁଁଥାନ୍ତି ତାହେଲେ ଆପଣମାନେ ନିଶ୍ଚିତ ଭାବରେ ଆମର ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରିକି ରଖିଥାନ୍ତୁ।